ଏମାନଙ୍କ ଦ୍ୱାରା କିଛି ହବନି। ଏମାନେ ଆସୁଛନ୍ତି କିଛି ଲୁଟଲାଟ କରିକି ଚାଲିଯିବେ, କିଛି ଅସୁବିଧା ନାହିଁ। ବନ୍ୟା ସ୍ଥିତି ଭାରି ସଙ୍ଗୀନ, ବହୁତ ଖରାପ ସ୍ଥିତି। ବାଙ୍କୀ ନିର୍ବାଚନ ମଣ୍ଡଳୀର ପ୍ରାୟ ସବୁ ପଞ୍ଚାୟତ ଗୁଡାକର ଅବସ୍ଥା ଖରାପ, କାରଣ ଗରିବ ଲୋକର ଚାଷ ଜମି ଉଜୁଡି ଯାଇଛି, କୃଷକର କ୍ଷେତ ଉଜୁଡି ଯାଇଛି, ଆଉ ବହୁତ ଜାଗାରେ ଯିବା ଆସିବା ରୋଡ ଗୁଡାକ କଟଅଫ ହେଇଯାଇଛି, ଆଉ ଭୟଙ୍କର ଅବସ୍ଥା। ନଦୀରେ ପାଣି ଅଛି ଏବଂ କାହିଁ ବର୍ତ୍ତମାନ ସୁଦ୍ଧା ଏଇ ଫ୍ୟୁଚରରେ କାହିଁ ବନ୍ୟା କମିବା ଭଳିଆ ମତେ କାହିଁ ଲାଗୁନାହିଁ, କାରଣ ଛତିଶଗଡ଼ ଉପରେ ବି ହଉଛି ବର୍ଷା। ହୀରାକୁଦରେ ବି ପାଖାପାଖି 621-22 ଫୁଟ ପାଣି ହେଇଗଲାଣି, ଆଉ 5-7 ଫୁଟ ପରେ ହୀରାକୁଦ ବାଧ୍ୟ ହବ ଗେଟ୍ ଖୋଲିବାକୁ, ଏବଂ ଗେଟ୍ ଯେତେବେଳେ ଖୋଲିବ ସେତେବେଳେ ଅତି କମରେ ପ୍ରଥମେ ଖୋଲିବ, ମତେ ଲାଗୁଛି 30ଟା ଖଣ୍ଡେ ଗେଟ୍ ଖୋଲିବାକୁ ପଡିବ। ହୀରାକୁଦ 30ଟା ଖଣ୍ଡେ ଗେଟ୍ ଖୋଲିବ, 20-22ଟା ଖୋଲିବ, ତାପରେ 30ଟା ଖୋଲିବାକୁ ବାଧ୍ୟ ହବ। ଆଉ ଯଦି ଇନଫ୍ଲୋ ସେଆଡେ ବଢିବ ଆହୁରି ଏପଟେ ଆଉଟଫ୍ଲୋ ଆହୁରି ଗେଟ୍ ଖୋଲିବାକୁ ପଡିବ। କେତେଟା ଗାଁ ଅଛି ଆପଣ ପାଣି ଘେରରେ? ବହୁତ ଗାଁ ଅଛି। ବିଲିପଡା ପଞ୍ଚାୟତ ସମ୍ପୂର୍ଣ୍ଣ ଅଛି। ବିଲିପଡା ପଞ୍ଚାୟତ ଭିତରେ ପ୍ରାୟ 8ଟା-9ଟା ଗାଁ ଅଛି ବିଲିପଡା ପଞ୍ଚାୟତ ଭିତରେ। ତାପରେ ଆପଣଙ୍କର ଶିମିଳିପୁର ପଞ୍ଚାୟତର ଶୁଖାକଳା ଅଛି ପାଣି ଭିତରେ। ତାପରେ ଆପଣଙ୍କର ପାଥପୁର ଗ୍ରାମ ପଞ୍ଚାୟତର ସମସ୍ତ ଜମି ଗୁଡିକ ରହିଯାଇଛି। ପାଥପୁର ଗାଁ ଯିବା ଆସିବା କରିପାରୁନାହାନ୍ତି, ସେମାନେ ଆଉ ଗୋଟେ ପାହାଡ ଭିତରେ ଯିବା ଆସିବା କରିବେ। କଇମୁଣ୍ଡି ଗାଁ ବି ସେଠି ମଧ୍ୟ ପାଣି ଚାଲୁଛି। ତ ବହୁତ ଗୁଡେ ଗାଁ ଅଛି, ମତେ କହିବି 100 ଗାଁ ମଧ୍ୟ ମୁଁ କହିପାରିବି। ବହୁତ ଗୁଡେ ଗାଁ କୁ ଯିବା ଆସିବା ମଧ୍ୟ ବହୁତ କଷ୍ଟସାଧ୍ୟ। ରିଲିଫ କିଛି ଯାଇନି ଆଜି 10ଟା ବେଳ ପର୍ଯ୍ୟନ୍ତ ରିଲିଫ ଯାଇନି। କିଛି ନାହିଁ, କିଛି ବ୍ୟବସ୍ଥା କରାହେଇନି, କିଛି ନିଆଯାଇନି। ଏମାନେ ସବୁ ଭଗବାନଙ୍କ ଉପରେ ଛାଡି ଦେଇଛନ୍ତି, କାରଣ ଗଭର୍ଣ୍ଣମେଣ୍ଟ ତ ନାହିଁ ନା। ଗଭର୍ଣ୍ଣମେଣ୍ଟ ଯାଇକି ବୁଲୁଛନ୍ତି ଦିଲ୍ଲୀରେ, ଭୋଜି ଖାଉଛନ୍ତି, ଆଉ ସରକାର ରହିଲେ ନିର୍ଦ୍ଦେଶ ଯିବ, ଆଉ ଚିଫ ମିନିଷ୍ଟର ନିର୍ଦ୍ଦେଶ ଆଉ ରେଭିନ୍ୟୁ ମିନିଷ୍ଟର ନିର୍ଦ୍ଦେଶ, ତାପରେ ଡିଫରେନ୍ସ ନାହିଁ ନା। ସେ କିଛି ଦେଖୁନାହାନ୍ତି, ଦେଖୁଛନ୍ତି କୋଉଠି? ଦେଖୁଥିଲେ ଆଉ ଉଦ୍ୟତ ପ୍ରଶାସନ କୋଉଟେ ଅଫିସର କି ଯିବାଟା ମୁଁ ଆପଣ ଦେଖିନି। କହିବି ତ ଭଗବାନ ଭରସାରେ ସବୁ ଚାଲିଛି, ତେଣୁ ତାକୁ ପ୍ରୋଆକ୍ଟିଭଲି କାମ କରିବାକୁ ପଡିବ, ଲୋକଙ୍କର ସାଙ୍ଗେ ରହିବାକୁ ପଡିବ। ସବୁ ଦଳର ନେତା ମାନେ, କର୍ମୀ ଭାଇ ମାନେ ସମସ୍ତେ ସହାୟତା କରିବାକୁ ପଡିବ, ଏବଂ ଆମର ପ୍ରଶାସନ ମଧ୍ୟ ଆଗକୁ ଆସୁ, ଗୋଟେ ଷ୍ଟେପ ଆଗକୁ ଆସୁ। ବିଜେପି ସରକାର ପାଣି କଣ ଭୁଲ କରିଛନ୍ତି? ବହୁତ ବଡ ଭୁଲ, ବହୁତ ବଡ ଭୁଲ। କିଛି ନାହିଁ, କମନ ସେନ୍ସ ନାହିଁ। ମତେ କହୁନାହାନ୍ତି, ଏମାନଙ୍କୁ ଏକ୍ସପିରିଏନ୍ସ ଅଛି ବିଜେପିର, ମତେ କହୁନାହାନ୍ତି କେତେ ଜଣ ମନ୍ତ୍ରୀ ଥିଲେ? ଯିଏ ମନ୍ତ୍ରିମଣ୍ଡଳ ଅଛନ୍ତି ମାତ୍ର ଜଣିଏ ମନ୍ତ୍ରୀ ଥିଲେ, କନକ ବର୍ଦ୍ଧନ ସିଂହ। ଆଉ ଜଣେ ମନ୍ତ୍ରୀ ଥିଲେ ସ୍ପିକର ଅଛନ୍ତି, କି ମନ୍ତ୍ରୀ ଥିଲେ ମତେ କହୁନାହାନ୍ତି। ଏକ୍ସପିରିଏନ୍ସ ନାହିଁ ନା। ଆଉ ସବୁ ପ୍ରଥମ ଥର ଜିତିକି ଆସିଛନ୍ତି, ସେମାନେ ଫିଲ୍ଡରେ ନଥିଲେ। ଗୋଟେ ବିଜେଡି ବିରୁଦ୍ଧରେ ଜନମତ ଗଲା କି ଭୋଟ କରିବାକୁ ଯାଉ, ଯେମିତି ଆସି ଯାଇଛନ୍ତି। ଏମାନେ କଣ ଜାଣିଛନ୍ତି? ତାଙ୍କର କିଛି ଅଛି? ବିଧାୟକ ସାଂସଦ କେହି ଯାଇନାହାନ୍ତି? କିଏ ଯାଇଛି କହୁନାହାନ୍ତି ମତେ? କିଏ ଯାଇଛି ମତେ କହୁନାହାନ୍ତି? ଧର ବିଧାୟକ ବି ଯିବ, କଣ କରିବ ସେ? ହାତରୁ ପଇସା ଦବ? ତାହେଲେ ଏଇ 21 ଜଣ ପାର୍ଲାମେଣ୍ଟ ମେମ୍ବର ଅଛନ୍ତି, 20 ଜଣ ବିଜେପିର ଅଛନ୍ତି, ସେ କହୁଛନ୍ତି ଡିସ୍କସନ କଲେଣି, ଆମକୁ 1,00,000 କୋଟି ଟଙ୍କା ଦିଅ ବନ୍ୟା ନିରାକରଣ ପାଇଁ କହିଲେଣି। ଖାଲି ଭୋଜି କଲେ କଣ ହବ? ଏମାନଙ୍କ ଦ୍ୱାରା କିଛି ହବନି। ଏମାନେ ଆସୁଛନ୍ତି କିଛି ଲୁଟଲାଟ କରିକି ଚାଲିଯିବେ, କିଛି ଅସୁବିଧା ନାହିଁ।